ଆପଣ ଆଜି ଆଣ୍ଡ୍ରଏଡ୍ ଫୋନ୍ ସ୍ମାର୍ଟଫୋନ୍ ୟୁଜ୍ କରୁଛନ୍ତି ଆପଣ ଅଲଗା ଯେଉଁ କିପ୍ୟାଡ୍ ଫୋନ୍ ରହୁଛି କିମ୍ବା 5,000 6,000 ଟଙ୍କାର ଯେଉଁ ଫୋନ୍ ରହୁଛି ତା ଦେହରେ ଆପଣ ଯେମିତି କାମ କରିପାରିବେ 15,000 ଟଙ୍କା ଫୋନ୍ରେ ସେଇ ସେମ୍ କାମ ହେବ କି ଭଲ ରହିବ କି ନାହିଁ ତ ସେ ଜିନିଷଟା ବୁଝନ୍ତୁ। ଓକେ ଆପଣ ରେଟ୍ ଯେତେ ବଢ଼ିବ ତ ଆପଣ ଅଟୋମେଟିକ୍ ତାର ଯେଉଁ ଆପଣ ରିକ୍ୱାରମେଣ୍ଟ ରହୁଛି ପ୍ରୋସେସର ରହୁଛି ଅଲଗା କିଛି ତା ଯେଉଁ ଲ୍ୟାପଟପ୍ ଭିତରେ ରହିବା ଜିନିଷ ସେସବୁ ଜିନିଷ ବଢ଼ିବ। ମୁଁ କିଛି ଟେକ୍ନୋଲୋଜି ଆଣ୍ଡ୍ରଏଡ୍ ଫୋନ୍ ସ୍ମାର୍ଟଫୋନ୍ ୟୁଜ୍ କରୁଛନ୍ତି ଆପଣ ଅଲଗା ଯେଉଁ କିପ୍ୟାଡ୍ ଫୋନ୍ ରହୁଛି କିମ୍ବା 5,000 6,000 ଟଙ୍କାର ଯେଉଁ ଫୋନ୍ ରହୁଛି ତା ଦେହରେ ଆପଣ ଯେମିତି କାମ କରିପାରିବେ 15,000 ଟଙ୍କା ଫୋନ୍ରେ ସେଇ ସେମ୍ କାମ ହେବ କି ଭଲ ରହିବ କି ନାହିଁ ତ ସେ ଜିନିଷଟା ବୁଝନ୍ତୁ। ଓକେ ଆପଣ ରେଟ୍ ଯେତେ ବଢ଼ିବ ତ ଆପଣ ଅଟୋମେଟିକ୍ ତାର ଯେଉଁ ଆପଣ ରିକ୍ୱାରମେଣ୍ଟ ରହୁଛି ପ୍ରୋସେସର ରହୁଛି ଅଲଗା କିଛି ତା ଯେଉଁ ଲ୍ୟାପଟପ୍ ଭିତରେ ରହିବା ଜିନିଷ ସେସବୁ ଜିନିଷ ବଢ଼ିବ। ମୁଁ କିଛି ଟେକ୍ନିକ୍ ଆମର କମ୍ପାନୀ ସବୁ କମ୍ପାନୀ ଭଲ ମୁଁ ପ୍ରଥମରୁ କହିଲି କିନ୍ତୁ ଆପଣ ଦେଖନ୍ତୁ ଆପଣଙ୍କ ପାଖରେ ଆପଣ ଏମିତି ନାହିଁ ଯେ ଆମେ ଯେଉଁ ଭଲ କମ୍ପାନୀ ଗୋଟେ ଲକ୍ଷେ ଟଙ୍କା ବି 5 ଲକ୍ଷ ଟଙ୍କା ବି ଲ୍ୟାପଟପ୍ କିଣିଲା ପରେ ସେ କ'ଣ ଖରାପ ହେଉନି ହଉଛି ନା ହଉନି ଆପଣ ଏଇଟା ମୋତେ ଆନ୍ସର ଦିଅନ୍ତୁ ହଉଛି ତ ଆପଣ ଯେତେବେଳେ ଖରାପ ହେବ ତ ଆପଣ ଜଣେ କେଉଁ ଲ୍ୟାପଟପ୍ଟା ଯେଉଁ କମ୍ପାନୀର କିଣିଥିବେ ତ ସେ ଲ୍ୟାପଟପ୍ ଯେତେବେଳେ ଦେବେ ଆପଣ କେୟାରକୁ ତ ସେ କେୟାର ଆପଣଙ୍କୁ 20 ଦିନ 30 ଦିନ 15 ଦିନ 20 ଦିନ 30 ଦିନ କିମ୍ବା 2 ମାସ ପରେ ରିଟର୍ନ କରିବ ଯଦି ଚଳିବ କି ଆପଣ ଲ୍ୟାପଟପ୍ ଦେବେ 5-6 ଦିନ ଭିତରେ ଆପଣଙ୍କୁ ରିପେୟାର ହେଇକି ଆସିବ ଯାହା ବେଶୀ ଅଧିକରୁ ଅଧିକ 5-6 ଦିନ ନେବ କି ସପ୍ତାହ ଭିତରେ ଆପଣଙ୍କୁ ରିପେୟାର କରି ଦେବାର ଅଛି ତ ସେଇଭଳିଆ ଦରକାର ନା ତ ସେ ଜିନିଷ କେମିତି ହେବ ପସିବଲ୍ ସେ ଜିନିଷ କେମିତି जोटा कि आपण पाखे सर्विस सेंटर जो पाखे जो जिनस जो कंपानी सर्विस सेंटर पाखे आपंकर थी नॉर्मली सबू केयर सेंटर देखो मोर बहुत एक्सपीरियंस अच्छी मुझे सब जिन लैपटॉप आम फ्रेंडली बहुत यूज कर सब यूज कर तो मुझे बहुत जगह भी देखी बहुत जगह भी बोलूँ बहुत जगह भी देखी तो लैपटॉप जोटा पर्टिकुलर आम एचपी होगा लिनोवो होगा आउ डेल रहीगला ये 3टा कंपनी जो रहा आमर तार रिपेयरिंग एसएस भी ठीक ठाक अच्छी चलो तो ये जो कंपनी 3टा 4टा कंपनी है यार केयर प्राय सर्विस केयर जो पाखे बहुत रही जाऊँगी तो आपड़ जब किसी प्रोब्लेम है लैपटॉप रे वारंटी अच्छी लैपटॉप किसी प्रोब्लेम है आप सर्विस सेंटर पाखे रहा तो आप नहीं सागे सागे रिपेयर करके आनीपारे।